ଜୟ ଜଗନ୍ନାଥ। ପିଲାମାନେ ଆଜି ଆମେ ସଂସ୍କୃତ ଦଶମ ଶ୍ରେଣୀ ସଂସ୍କୃତ ପାଠ୍ୟପୁସ୍ତକମ୍ ସଂସ୍କୃତ ସାହିତ୍ୟ ମଞ୍ଜରୀର ଗୋଟିଏ ଭାଗ ଅନୁଚ୍ଛେଦ ଭାଗ ସେ ଅନୁଚ୍ଛେଦର ପ୍ରଥମ ଭାଗଟି ଅନୁଚ୍ଛେଦ ପ୍ରଥମ ଅଧ୍ୟାୟଟି ଅର୍ଥାତ୍ 1 କୁ ଆମେ ପଢିବା ଅଧ୍ୟୟନ କରିବା। ଅସାଧ୍ୟ ସାଧନମ୍। ପିଲାମାନେ ଅନୁଚ୍ଛେଦ ବ୍ୟାକରଣର ଗୋଟେ ଅଂଶ ଯାହାକୁ ଆମେ ପାଠ କରି ସେଠି ପ୍ରଶ୍ନ ସେଇଠି ମଧ୍ୟ ଉତ୍ତର ତାକୁ ଭଲ ଭାବରେ ବୁଝି ଆମେ ତା ଦେହରୁ ଥିବା ସଂକ୍ଷିପ୍ତ ପ୍ରଶ୍ନମାନଙ୍କର ଉତ୍ତର ପ୍ରଦାନ କରିଥାଉ। ନାଇଁ, ଏହା ମଧ୍ୟ ଅତ୍ୟନ୍ତ ଏହା ଗୋଟେ ବି କଳା। ଏହାକୁ ପଢିବା ଏବଂ ତାର ଉତ୍ତର ବାହାର କରିବା ମଧ୍ୟ ଗୋଟିଏ କଳା ଅଟେ। ତେଣୁ ଏକୁ ଭଲ ଭାବରେ ଦେଖ, ବହୁତ ବଢିଆ ଲାଗିବ ପଢିବା ପାଇଁ। ଗୋଟେ ଛୋଟ ଗପଟେ, ତେଣୁ ଏହା ଅତ୍ୟନ୍ତ ଉପଯୋଗୀ ସମସ୍ତଙ୍କ ପାଇଁ। ତାହେଲେ ଦେଖିବା, ଦେଖ ଏଥର। ଅସାଧ୍ୟ ସାଧନମ୍। ଅସାଧ୍ୟ କହିଲେ ନ ସାଧ୍ୟ ଅସାଧ୍ୟ। ଅସାଧ୍ୟ ମାନେ ଯୋଉଟା ସାଧ୍ୟର ଯୋଗ୍ୟ ନୁହେଁ, ମାନେ ଅସଫଳ, କିନ୍ତୁ ତାକୁ ଆମେ ସାଧନ କରିବା, ସଫଳ କରିବା। କେମିତି? ଚେଷ୍ଟା କଲେ ନିଶ୍ଚୟ। ତାହେଲେ କିପରି ଭାବରେ ବୋପଦେବ ଚେଷ୍ଟା କରିକି ଅସାଧ୍ୟକୁ ମଧ୍ୟ ସାଧନ କଲା ତାହା এই ବିଷୟରେ ପ୍ରତିପାଦନ କରାଯାଇଛି, ଦିଆଯାଇଛି। ଆମେ ତାକୁ ଭଲ ଭାବରେ ପଢିକି ଦେଖିବା। ଦେଖ ପିଲାମାନେ, ବୋପଦେବଃ ନାମ କଶ୍ଚିତ୍ ଶିଶୁଃ। ବୋପଦେବଃ ନାମ, ନାମ କହିଲେ ନା, ନାମ ଯୋଗେ ପ୍ରଥମା ବିଭକ୍ତି ହୁଏ, ତେଣୁ ବୋପଦେବ ଏଠି ହେଇଛି ପ୍ରଥମା ବିଭକ୍ତି। ବୋପଦେବ ନାମକ କଶ୍ଚିତ୍ ଶିଶୁଃ। କଶ୍ଚିତ୍ କୌଣସି ଏକ, ସନ୍ଧି ବିଚ୍ଛେଦ କଲେ ହେବ କହ ଯୁକ୍ତ ଚିତ୍, କଶ୍ଚିତ୍ ହେଲା, କୌଣସି ଏକ। ପିଲାମାନେ ଚିତ୍ ଗୋଟେ ଅବୟ ପଦ ଯାହାକି ଅନିର୍ଦ୍ଦିଷ୍ଟ କାଳକୁ ବୁଝାଏ। ତାହେଲେ କଶ୍ଚିତ୍ ଶିଶୁଃ ସେମିତି ଗୋଟେ କିଛି ନିର୍ଦ୍ଦିଷ୍ଟ ନାହିଁ, କୌଣସି ଗୋଟେ ଶିଶୁ। ପଠନାୟ ପିତ୍ରା ଗୁରୁ ଗୃହମ୍ ପ୍ରେଷିତଃ। ପଠନାୟ, ପଠନାୟ କହିଲେ ପଢିବା ପାଇଁ ନିମିତ୍ତାର୍ଥେ। ପିତ୍ରା ଗୁରୁ ଗୃହମ୍ ପ୍ରେଷିତଃ, ପିତାଙ୍କ ଦ୍ଵାରା ଗୁରୁଙ୍କ ଗୃହକୁ ପଠାଗଲା। ଗୋଟେ କର୍ମବାଚ୍ୟରେ ଅଛି, ଆମେ କର୍ତ୍ତୃବାଚ୍ୟରେ କହିଲେ କହିବା ପିତା ଗୁରୁ ଗୃହକୁ ପଠାଇଲେ। ହେଲେ ବୋପଦେବ ନାମକ କୌଣସି ଗୋଟିଏ ଶିଶୁ ପଢିବା ପାଇଁ ପିତା ଗୁରୁ ଗୃହକୁ ତାକୁ ପ୍ରେରଣ କଲେ। ସହ ପ୍ରଥମତଃ ବ୍ୟାକରଣ ପଠିତୁମ୍ ଆରବ୍ଧବାନ୍। ସହ ସେ ପ୍ରଥମତଃ ପ୍ରଥମ କରି ବ୍ୟାକରଣ ପଠିତୁମ୍ ଆରବ୍ଧବାନ୍, ବ୍ୟାକରଣ ପଢିବା ପାଇଁ ଆରମ୍ଭ କଲା। କାରଣ ବ୍ୟାକରଣ ପଢିଲେ ହିଁ ସାହିତ୍ୟକୁ ଆଗକୁ ଯିବା, ଭଲ ଭାବରେ ସାହିତ୍ୟକୁ ପଢି ହବ, ନାଇଁ କି? ତେଣୁ ସେ ଆଗ ବ୍ୟାକରଣ ପଢିବା ପାଇଁ ଆରମ୍ଭ କଲା। ପଠିତୁମ୍, ପଠ ଯୁକ୍ତ ତୁମୁନ୍, ପଠିତୁମ୍। ଆରବ୍ଧବାନ୍, ଆରମ୍ଭ କଲା। ବୋପଦେବଃ ସ୍ଥୂଳ ବୁଦ୍ଧିଃ। ପିଲାମାନେ, ସମସ୍ତଙ୍କର ବୁଦ୍ଧି ତ ସମାନ ନଥାଏ, ତେଣୁ ବୋପଦେବ ଥିଲା କଣ? ମୋଟା ବୁଦ୍ଧିଆ। ସ୍ଥୂଳ ବୁଦ୍ଧିର ବିପରୀତ କଣ? ସୂକ୍ଷ୍ମ ବୁଦ୍ଧି। ସୂକ୍ଷ୍ମ ବୁଦ୍ଧି ମାନେ ବୁଦ୍ଧିମାନ, ଯିଏ ଅତି ସହଜରେ ସରଳରେ ସାଙ୍ଗେ ସାଙ୍ଗେ ମନେ ରଖି ଦିଅନ୍ତି, ତାକୁ କଣ କହିବା? ସୂକ୍ଷ୍ମ ବୁଦ୍ଧି। କିନ୍ତୁ ସ୍ଥୂଳ ବୁଦ୍ଧି ମାନେ ମୋଟା ବୁଦ୍ଧିଆ, ଟିକେ ଡେରିରେ ମନେ ରହେ। ତାହେଲେ ବୋପଦେବ ଥିଲେ କଣ? ସ୍ଥୂଳ ବୁଦ୍ଧି, ଅର୍ଥାৎ ଜଣେ ମୋଟା ବୁଦ୍ଧିଆ। ଏବଂ ତଥା ମାନେ ସେହିପରି ପରିଶ୍ରମ କାତରଶ୍ଚ, ଅର୍ଥାତ୍ ପରିଶ୍ରମ କରିବାକୁ ମଧ୍ୟ ଡରୁଥିଲା, ଭୀରୁଥିଲା, କାତର ଥିଲା। ହେଲା। ପାଠେ ତସ୍ୟ ଅମନୋଯୋଗମ୍, ପାଠରେ ତାର ମନୋଯୋଗ ନ ଦେବାର ଦେଖି, ଅବଲୋକ୍ୟ, ଅବଲୋକ୍ୟ ମାନେ ଦେଖି, ପାଠରେ ତାର ମନୋଯୋଗ ନ ଦେବାର ଦେଖି ସହପାଠିନଃ ତମ୍ ଉପହସନ୍ତି ସ୍ମ। ସହପାଠୀ ମାନେ ଅର୍ଥାତ୍ ସାଙ୍ଗସାଥୀ ମାନେ ତାକୁ କଣ କରନ୍ତି? ଉପହାସ କରନ୍ତି। ସହପାଠିନମ୍ ଉପହାସ, ସହପାଠିନମ୍ ଉପହାସ ପ୍ରସଙ୍ଗମ୍ ସହ ଗୁରବେ ନ୍ୟବେଦୟତ୍। ସହପାଠୀ ମାନଙ୍କର ଉପଦେଶ ପ୍ରସଙ୍ଗକୁ ସହ କହିଲେ ସେ, ଗୁରବେ ନ୍ୟବେଦୟତ୍, ଗୁରୁଙ୍କୁ ଜଣାଇଥିଲା। ପିଲାମାନେ, ନିବେଦନ କରିବା ଅର୍ଥ ଚତୁର୍ଥୀ, ତେଣୁ ଗୁରବେ ଚତୁର୍ଥୀ ବ୍ୟକ୍ତି ହେଇଛି। ତାହେଲେ ସାଙ୍ଗସାଥୀ ମାନେ ଯୋଉ ତାକୁ ଉପହାସ କରନ୍ତି, ସେ ଗୁରୁଙ୍କୁ ଜଣାଇଥିଲା। ଗୁରୁସ୍ତମ୍ ଉକ୍ତବାନ୍, ଗୁରୁଃ ଯୁକ୍ତ ତମ୍, ଗୁରୁ କହିଲେ ଶିକ୍ଷକ ବା ଗୁରୁ, ତମ୍ ଉକ୍ତବାନ୍, ତାକୁ କହିଲେ। ଉକ୍ତବାନ୍ ବଚ୍ ଯୁକ୍ତ ତବତୁ, କଣ କହିଲେ? ବତ୍ସ ମାନେ ହେ ଛାତ୍ର ବା ହେ ଶିଷ୍ୟ, ତବ କୃତେ ତୁମ ପାଇଁ, କୃତେ ମାନେ ପାଇଁ, ମମ ମହାନ ପ୍ରୟତ୍ନଃ, ମମ ମହାନ ଯତ୍ନଃ, ମୋର ବହୁତ ଚେଷ୍ଟା, ବିଫଳଃ ଜାତଃ, ବିଫଳ ଗଲା। ମୁଁ ତୁମ ପାଇଁ ବହୁତ ଚେଷ୍ଟା କଲି, କିନ୍ତୁ ମୋର ସବୁ ଚେଷ୍ଟା ବିଫଳ ଗଲା। ଯଦି ଇଚ୍ଛସି, ଯଦି ଇଚ୍ଛା କରୁଛ ବା ଯଦି ଚାହୁଁଛ, ତର୍ହି, ତର୍ହି ମାନେ ତାହା ହେଲେ,
ଅନ୍ୟମ୍ ବିଦ୍ୟାଳୟମ୍ ଗୃହମ୍ ବା ଯାହି। ଅନ୍ୟମ୍ ବିଦ୍ୟାଳୟମ୍ ଅର୍ଥାତ୍ ଅନ୍ୟ ବିଦ୍ୟାଳୟକୁ, ଅଥବା ବା ମାନେ ଅଥବା, ଗୃହମ୍ ଯାହି ଘରକୁ ଯାଅ। ହେଲା, ମୁଁ ତ ତୁମ ପାଇଁ ସବୁ ପ୍ରକାର ଚେଷ୍ଟା କଲି, ସବୁ ବିଫଳ ହେଲା। ଏବେ ତୁମେ ଯଦି ଚାହୁଁଛ ଅନ୍ୟ ବିଦ୍ୟାଳୟକୁ ଯାଅ, ନହେଲେ ନିଜ ଘରକୁ ଚାଲିଯାଅ। ଏହା ଗୁରୁ ଅଭିମାନରେ କହିଲେ, ନାଇଁ କି? ଏତତ୍ ଶ୍ରୁତ୍ୱା, ଏହା ଶୁଣି, ଶ୍ରୁତ୍ୱା ସୁଯୁକ୍ତ ତ୍ୱା, ବୋପଦେବେନ ଚିନ୍ତିତମ୍, ବୋପଦେବ ଦ୍ୱାରା ଚିନ୍ତା କରାଗଲା। କର୍ତ୍ତୃବାଚରେ ଆମେ କହିବା ବୋପଦେବ ଚିନ୍ତା କଲା। ଅନ୍ୟତ୍ର ଗମନେନ କହ ଲାଭଃ, ଅନ୍ୟତ୍ର ଗମନେନ, ଅନ୍ୟ ଆଡେ ଯାଇ, କହ ଲାଭଃ, କଣ ଲାଭ? ମୂର୍ଖେ ମୟୀ, ମୟୀ ଅର୍ଥାତ୍ ମୋ ଠାରେ, ମୋ ପରି ଜଣେ ମୂର୍ଖଟାରେ, ପିତା ମାତା ବା ସ୍ନେହମ୍ ନ କରିଷ୍ୟତି। ହେଲା, ତାହେଲେ ମୋ ପରି ଗୋଟେ ମୂର୍ଖଟାରେ ପିତା କି ମାତା କେହି ବି ସ୍ନେହ କରିବେ ନାହିଁ। ମମ ଜୀବନ ଧିକ୍, ମନେ ମନେ ଭାବିଲା ମୋ ଜୀବନକୁ ଧିକ୍କାର ହେଲା, ନିଜ ଜୀବନକୁ ନିଜକୁ ନିଜେ ଧିକ୍କାର କଲା। କ୍ଷୀର୍ଣ୍ଣ ମାନସଃ ଅର୍ଥାତ୍ ଦୁର୍ବଳ ମନା ହୋଇ, ମନ ତାର ଦୁର୍ବଳ ହେଇଗଲା, ଭାଙ୍ଗିଗଲା। କ୍ଷୀର୍ଣ୍ଣ ମାନସଃ, କ୍ଷୀର୍ଣ୍ଣ ମାନସଃ ସନ୍, କ୍ଷୀର୍ଣ୍ଣ ମାନସ ହୋଇ, ସହ ସେ, ସରୋବରମ୍ ନିକଷା ଗତ୍ୱା, ସରୋବରମ୍ ନିକଷା ଗୋଟେ ସରୋବର ନିକଟକୁ ବା ଗୋଟେ ପୁଷ୍କରିଣୀ ନିକଟକୁ, ନିକଷା ଯୋଗେ ଦ୍ୱିତୀୟ ବ୍ୟକ୍ତି, ତେଣୁ ସରୋବରମ୍ ହେଉଛି ଦ୍ୱିତୀୟ ବ୍ୟକ୍ତି। ସରୋବର ନିକଟକୁ ଯାଇ, ପାବଛେ ମାନେ ସରୋବର ନିକଟରେ ପିଲାମାନେ ପାହାଚ ଥାଏ, ସେଇ ପାହାଚରେ ଉପବିଶ୍ୟ, ଉପବିଶ୍ୟ ମାନେ ବସି, ଉପଯୁକ୍ତ ବିଶ୍ ଯୁକ୍ତ ଲ୍ୟପ୍, ଉପବିଶ୍ୟ, ଚିନ୍ତାପରଃ ଅତିଷ୍ଠତ୍, ଚିନ୍ତାପର ହୋଇଗଲା ମାନେ ଚିନ୍ତିତ ହେଇକି ବସି ପଡିଲା ସେଇଠି ଯାଇ। ତଦା, ତଦା କହିଲେ ସେତିକି ବେଳେ, କେଚନ ସ୍ତ୍ରୀ ଜନାହା, କେତେ ଜଣ ସ୍ତ୍ରୀ ଲୋକ, ଜଳମ୍ ନେତୁମ୍ ଆଗତାହା, ଜଳମ୍ ନେତୁମ୍ ଅର୍ଥାତ୍ ଜଳ ନେବା ପାଇଁ, ନେତୁମ୍ ନିଯୁକ୍ତ ତୁମୁନ୍, ଆଗତାହା ଆସିଲେ। ହେଲା, ସେତିକିବେଳେ କେତେ ଜଣ ସ୍ତ୍ରୀ ଲୋକ ଜଳ ନେବାକୁ ଆସିଲେ। ତେ କହିଲେ ସେମାନେ, ଜଳପୂର୍ଣ୍ଣ ଘଟାନ୍, ଜଳରେ ପୂର୍ଣ୍ଣ ମାଠିଆ ଗୁଡ଼ିକୁ, ଜଳପୂର୍ଣ୍ଣ ମାଠିଆ ଗୁଡ଼ିକୁ, ଘଟାନ୍, ଘଟାନ୍ କହିଲେ ମାଠିଆ ଗୁଡ଼ିକୁ, ପାବଚ୍ଛ ଅନ୍ତର୍ଗତେଷୁ ଗର୍ତ୍ତେଷୁ, ପାବଚ୍ଛ ଅନ୍ତର୍ଗତେଷୁ ପାହାଚରେ ତିଆରି ହେଇଯାଇଥିବା ହେଲା ଗାତ ଗୁଡ଼ିକରେ ଅସ୍ତାପୟନ ରଖିଲେ। ପିଲାମାନେ ତମେ ଦେଖିଥିବ ନଦୀ କୂଳରେ କେତେ ଗୁଡିଏ ପଥରରେ ଟିକେ ଟିକେ ଖାଲୁଆ ଖାଲୁଆ ହେଇଯାଇଥାଏ। ସବୁବେଳେ ବ୍ୟବହାର କରିବା ଦ୍ୱାରା ତାହା କ୍ରମଶଃ ହେଇଯାଇଥାଏ, ତାକୁ କେହି କରିନଥାନ୍ତି। ତେଣୁ ସେମିତି ମାଠିଆ ରଖି ରଖି ପ୍ରତ୍ୟେକ ଦିନ ସେଗୁଡିକ ସୃଷ୍ଟି ହେଇଯାଇଥିଲା। ସେଇ ଗାତ ଗୁଡିକରେ ସେମାନେ କଣ କଲେ, ନିଜ ଜଳପୂର୍ଣ୍ଣ ମାଠିଆ ଗୁଡିକୁ ରଖିଲେ। ଅଥ ବୋପଦେବ, ଅଥ କହିଲେ ଏହାପରେ ବୋପଦେବ ଏକମ୍ ସ୍ତ୍ରୀ ଜନମ ଅପୃଚ୍ଛତ୍, ଏକମ୍ ସ୍ତ୍ରୀ ଜନମ ଜଣେ ସ୍ତ୍ରୀ ଲୋକକୁ ଅପୃଚ୍ଛତ୍ ପଚାରିଲା। ମାତଃ, ତାକୁ ଡାକି ପଚାରିଲା, ହେ ମା, ସମ୍ବୋଧନେ ପ୍ରଥମା ହେଲା, ମାତଃ ଘଟ ସ୍ଥାପନାର୍ଥମ୍ ଏତାନି ଗର୍ତ୍ତାନି ନିର୍ମିତାନି କିମ୍, ପଚାରିଲା ହେ ମା, ଘଟ ସ୍ଥାପନାର୍ଥମ୍ ମାଠିଆ ତୋଇବା ପାଇଁ, ଏତାନି ଗର୍ତ୍ତାନି ଏଇ ଗାତ ଗୁଡିକ, ନିର୍ମିତାନି କିମ୍ ଏଗୁଡିକ କଣ ତିଆରି ଯାଇଥିଲା, ମାନେ ନିର୍ମାଣ କରାଯାଇଥିଲା? ପ୍ରଶ୍ନବାଚକ ଅଛି ନା। ନହିଁ ନହିଁ ବତ୍ସ, ସେ ଜଣକ କହିଲେ, ସ୍ତ୍ରୀ ଲୋକ ଜଣକ କହିଲେ, ନହିଁ ବତ୍ସ ଅର୍ଥାତ୍ କହିଲେ ନା ନା ପୁଅ, ଘଟ ଭାରାତ ଦେବ, ଘଟ ଭାରାତ ଏବ, ଘଟର ବା ମାଠିଆର ଓଜନ ହେତୁରୁ କ୍ରମଶଃ ଧୀରେ ଧୀରେ ଗର୍ତ୍ତାନି ଜାତାନି ଗାତ ଗୁଡିକ କଣ ହେଇଛି, ସୃଷ୍ଟି ହେଇଯାଇଛି। ଇତି ସ୍ତ୍ରୀ ଜନେନ ଉକ୍ତମ୍, ଏଇ କଥାଟି କିଏ କହିଲେ? ସ୍ତ୍ରୀ ଲୋକ ଜଣକ କହିଲେ। ଉକ୍ତମ୍ ପ୍ରକୃତି ପ୍ରତ୍ୟୟ ହଉଛି ବଚ୍ ଯୁକ୍ତ ତ। ଏତତ୍ ଶ୍ରୁତ୍ୱା, ଏହା ଶୁଣି, ଶ୍ରୁତ୍ୱା ସୁଯୁକ୍ତ ତ୍ୱା, ଏତତ୍ ମାନେ ଏହା, ଏହା ଶୁଣି ବୋପଦେବ ବିସ୍ମିତଃ, ବୋପଦେବ ବିସ୍ମିତ ହେଲେ, ଅଚିନ୍ତୟତ୍ ଏବଂ ଚିନ୍ତା ବି କଲେ, ଆଶ୍ଚର୍ଯ୍ୟାନ୍ୱିତ ହେଲେ ଏବଂ ଚିନ୍ତା ବି କଲେ। ସୁକଠିନ ପାଷାଣଃ, ଯଦି ଏତେ କଠିନ ପାଷାଣ ପଥର ହେଲା, ଏତେ କଠିନ ପଥର ଯଦି ମୃତ୍ତିକା ପାତ୍ରେଣ, ଯଦି ଗୋଟେ ମାଟି ପାତ୍ର ଦ୍ୱାରା କ୍ଷୁର୍ଣ୍ଣ ମାନେ ଦୁର୍ବଳ ହେଇଯାଉଛି, ତର୍ହି ତାହା ହେଲେ, ସ୍ଥୂଳ ବୁଦ୍ଧି ଅହମ୍, ସ୍ଥୂଳ ବୁଦ୍ଧି ହିଁ ଯୁକ୍ତ ଅହମ୍, ମୋର ଯୋଉ ମୋଟା ବୁଦ୍ଧି, କଥମ କ୍ରମଶଃ ବ୍ୟାକରଣମ୍ ଆୟତମ୍ ନ କୁର୍ଯ୍ୟାମ୍, ତାହେଲେ ମୋର ଏଇ ଯୋଉ ସ୍ଥୂଳ ବୁଦ୍ଧି କାହିଁକି କ୍ରମଶଃ ଚେଷ୍ଟା କରି ବ୍ୟାକରଣକୁ ଆୟତ୍ତନ କରିପାରିବ?
ଏଇ କଥା ସେ ଚିନ୍ତା କଲେ। ହେଲା, ତଦାରଭ୍ୟ ତଦାଯୁକ୍ତ ଆରଭ୍ୟ, ସେତିବେଳ ଠାରୁ ଆରମ୍ଭ କରି ସହ ବ୍ୟାକରଣମ୍ ପଠିତ୍ୱା, ସେ ବ୍ୟାକରଣକୁ କଣ ପଢି, ପଠିତ୍ୱା ପଠ ଯୁକ୍ତ ତ୍ୱା, ପଠିତ୍ୱା ପ୍ରବୀଣ ପଣ୍ଡିତ ରୂପେଣ, ଜଣେ ଶ୍ରେଷ୍ଠ ପଣ୍ଡିତ ଭାବରେ ପ୍ରତିଷ୍ଠା ଅଲଭତ, ପ୍ରତିଷ୍ଠା ଲାଭ କରିଥିଲେ। ବୁଝିପାରିଲେ ପିଲାମାନେ? ତେଣୁ ପରିଶ୍ରମ ମାନେ କଣ ନ କରେ, ଯଦି ଚେଷ୍ଟା କରିବ ସବୁ କିଛି ସାଧନ ହେଇପାରେ। ସାଧୁକ୍ତମ, ତେଣୁ ସାଧୁ ଉତ୍ତମ, ଉତ୍ତମ ଭାବରେ କୁହାଯାଇଛି। ସାଧୁକ୍ତି ଅଛି। ଉଦ୍ୟମେନ ହିଁ ସିଦ୍ଧ୍ୟନ୍ତି କାର୍ଯ୍ୟାଣୀ ନ ମନୋରଥୈଃ। ବୁଝିପାରିଲ? ଉଦ୍ୟମ ଦ୍ୱାରା, ପରିଶ୍ରମ ଦ୍ୱାରା କାର୍ଯ୍ୟାଣୀ, କାର୍ଯ୍ୟ ଗୁଡିକ ସବୁ ସିଦ୍ଧି ହୁଏ। ନ ମନୋରଥୈଃ, ମନୋରଥ ଖାଲି କରିଦେଲେ, ଚିନ୍ତା କରିଦେଲେ ହୋଇଯାଏ ନାହିଁ। ଏଠି ଗୋଟିଏ ଶ୍ଲୋକ ପିଲାମାନେ ପୁରା ଅଛି। ଉଦ୍ୟମେନ ହିଁ ସିଦ୍ଧ୍ୟନ୍ତି କାର୍ଯ୍ୟାଣୀ ନ ମନୋରଥୈଃ, ନ ହିଁ ସୁପ୍ତସ୍ୟ ସିଂହସ୍ୟ ପ୍ରବିଶନ୍ତି ମୁଖେ ମୃଗାଃ। ମାନେ ଶୋଇଥିବା ସିଂହର ପାଟି ଭିତରକୁ କେବେ ମୃଗମାନେ ପଶି ପାରନ୍ତି ନାହିଁ। ତେଣୁ ପରିଶ୍ରମ ଦରକାର। ଯେକୌଣସି ଲୋକକୁ, ଯେତେ ରାଜା ହଉ ବା ପ୍ରଜା ହଉ, ପରିଶ୍ରମ କଲେ ସବୁ କିଛି ସଫଳ ହେଇପାରେ। ନାଇଁ, ଏବେ ଆମେ ଅଭ୍ୟାସ ଦେଖିବା। ଅଭ୍ୟାସ ଆଗ କଣ ଅଛି? ସଂକ୍ଷିପ୍ତ ଉତ୍ତରମ୍ ଲିଖତ, ଅତି ସଂକ୍ଷିପ୍ତ ଉତ୍ତର ଲେଖ। ଗୁରୁଃ ବୋପଦେବମ୍ କି ମୁକ୍ତବାନ, ଗୁରୁ ବୋପଦେବଙ୍କୁ କଣ କହିଲେ? ଗୁରୁ ବୋପଦେବଙ୍କୁ କହିଲେ ଯେ ତୁମ ପାଇଁ ମୋର ମହାନ ପ୍ରୟତ୍ନ ବିଫଳ ହେଇଛି। ଏବେ ଯଦି ଚାହୁଁଛ ତାହେଲେ ତୁମେ ଅନ୍ୟ ବିଦ୍ୟାଳୟକୁ ବା ଘରକୁ ଚାଲିଯାଅ। ଖ ସହପାଠିନଃ ବୋପଦେବମ୍ କଥମ ଉପହସିତବନ୍ତଃ, ବୋପଦେବ ଥିଲେ ସ୍ଥୂଳ ବୁଦ୍ଧି ତଥା ପରିଶ୍ରମ କାତର। ତେଣୁ ଏହାକୁ ଲକ୍ଷ୍ୟ କରି ପିଲାମାନେ ତାଙ୍କୁ କଣ କରୁଥିଲେ? ଉପହାସ କରୁଥିଲେ। ଗ ବୋପଦେବଃ ବିସ୍ମିତଃ କିଂ ଚିନ୍ତିତବାନ୍, ବୋପଦେବ ବିସ୍ମିତ ହୋଇ ଚିନ୍ତା କଲେ ଯେ ଯଦି ଏହିପରି କଣ କଠିନ ପାଷାଣ ମୃତ୍ତିକା ପାତ୍ର ଦ୍ୱାରା କ୍ଷୁର୍ଣ୍ଣ ହେଇଯାଉଛି, ତାହେଲେ ମୋ ପରି ଜଣେ ସ୍ଥୂଳ ବୁଦ୍ଧି କାହିଁକି ବ୍ୟାକରଣକୁ ଆୟତ୍ତ ନ କରିପାରିବ? ଏଇ କଥା ଚିନ୍ତା କଲେ। ସ୍ତ୍ରୀ ଜନଃ ବୋପଦେବମ୍ କିମ୍ ଅବଦତ୍, ସ୍ତ୍ରୀ ଲୋକ ଜଣକ ବୋପଦେବକୁ କଣ କହିଥିଲେ? ସ୍ତ୍ରୀ ଲୋକ ଜଣ ବୋପଦେବକୁ କହିଲେ, ନାଇଁ ନାଇଁ ପୁଅ, ଏଥିରେ ଆଗରୁ କଣ ଗର୍ତ୍ତ ହୋଇନଥିଲା। ମାଟି ପାତ୍ରକୁ ସ୍ଥାପନ କରିବା ଦ୍ୱାରା ଏହା କ୍ରମଶଃ କଣ ହେଇଛି? ଏହା କ୍ଷୁର୍ଣ୍ଣ ହେଇ ଏହିପରି ଗର୍ତ୍ତ ହୋଇଯାଇଛି। ବୁଝିପାରିଲ? 2 ନମ୍ବର ଦେଖ। ଅତି ସଂକ୍ଷିପ୍ତ ଉତ୍ତରମ୍ ଲିଖତ, ଏକ ପଦରେ ଉତ୍ତର ଲେଖିଦବ। ବୋପଦେବଃ କୁତ୍ର ପ୍ରେଷିତଃ, ଗୁରୁଗୃହମ୍, ବୋପଦେବ କେଉଁଠିକୁ ପ୍ରେଷିତ ହେଲେ? ଗୁରୁଗୃହକୁ। ବୋପଦେବଃ କିମ୍ ପଠିତୁମ୍ ଆରବ୍ଧବାନ୍, ବ୍ୟାକରଣ, ବୋପଦେବ କଣ ପଢିବା ପାଇଁ ଆରମ୍ଭ କଲେ? ବ୍ୟାକରଣ। ପାଷାଣେ କଥମ ଗର୍ତ୍ତାନି ଜାତାନି, ପଥରରେ କିପରି ଗର୍ତ୍ତ ଜାତ ହୋଇଥିଲା? ନା ମୂର୍ତ୍ତିକା ପାତ୍ରକୁ ସ୍ଥାପନ କରିବା ଦ୍ୱାରା। ସ୍ତ୍ରୀ ଜନମ ବୋପଦେବଃ କିମ୍ ସମ୍ବୋଧିତବାନ୍, ସ୍ତ୍ରୀ ଲୋକ ଜଣକୁ ବୋପଦେବ କଣ ସମ୍ବୋଧନ କରିଥିଲେ? ମାତଃ, ମା ବୋଲି ସମ୍ବୋଧନ କରିଥିଲେ। ବୋପଦେବଃ କେନ ରୂପେଣ ପ୍ରତିଷ୍ଠା ଅଲଭତ, ବୋପଦେବ କିପରି ଭାବରେ ପ୍ରତିଷ୍ଠା ଲାଭ କଲେ? ଜଣେ ପ୍ରବୀଣ ପଣ୍ଡିତ ଭାବରେ ପ୍ରତିଷ୍ଠା ଲାଭ କରିଥିଲେ। ପିଲାମାନେ ଆମେ ଏଇ ଅନୁଚ୍ଛେଦଟିକୁ ପାଠ କଲେ, ମୁଁ ଭାବୁଛି ମୋର ଯୋଉ କଥା ବା ମୋର ଯୋଉ ଭାଷା, ମୁଁ ଯୋଉ ଶୈଳୀରେ ତୁମକୁ ବୁଝେଇଲି, ନିଶ୍ଚିତ ଭାବରେ ତୁମର ବୋଧଗମ୍ୟ ହେବ। କେବଳ ମନ ଦେଇକି ଶୁଣ ଏବଂ ତାକୁ ଅଭ୍ୟାସ କର। ବହୁତ ସୁନ୍ଦର ଭାବରେ ତୁମେ ମାର୍କକୁ ରଖିପାରିବ। ଧନ୍ୟବାଦ।